ଅଟୋ ଓଲଟିଲା, 10 ଜଣ ଛାତ୍ରଛାତ୍ରୀ ଆହତ, 6 ଜଣ ଗୁରୁତର। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କୁଇଁସାରି ଛକଠାରେ ଓଲଟିଲା ଅଟୋ। ଅଟୋରେ ଥିଲେ ସ୍କୁଲର ଛାତ୍ରଛାତ୍ରୀ। ସ୍କୁଲରୁ ପିଲାଙ୍କୁ ନେଇ ଫେରୁଥିଲା ଅଟୋ। କୌଣସି କାରଣରୁ ଓଲଟି ପଡ଼ିଲା ଅଟୋ। ଅଟୋରେ ଥିବା କୁନି କୁନି ପିଲାମାନେ କିଛି ବୁଝିବା ବେଳକୁ ହୋଇସାରିଥିଲା ଦୁର୍ଘଟଣା। ଅଟୋରେ ଥିଲେ 16 ଜଣ ଛାତ୍ରଛାତ୍ରୀ। ସେ ମଧ୍ୟରୁ 10 ଜଣ ସାମାନ୍ୟ ଆହତ ହୋଇଥିବା ବେଳେ 6 ଜଣ ଗୁରୁତର ହୋଇପଡ଼ିଥିଲେ। 10 ଜଣଙ୍କୁ ନିକଟସ୍ଥ ମେଡ଼ିକାଲକୁ ନେଇଥିଲେ ସ୍ଥାନୀୟ ଲୋକେ। 6 ଜଣ ଗୁରୁତରଙ୍କୁ ବାରିପଦା ମେଡ଼ିକାଲ ପଠାଯାଇଥିବା ଜଣାଯାଇଛି। ତେବେ ଅଟୋରେ କେତେ ଜଣ ବସିବାର ଜାଗା ଥିଲା ତାହା ତଦନ୍ତ ସାପେକ୍ଷ। ଅପରପକ୍ଷରେ ଅଟୋ ଚାଳକ ସାମାନ୍ୟ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି। ତେବେ ବିଭିନ୍ନ ସମୟରେ ଏଭଳି ଘଟଣା ସାମ୍ନାକୁ ଆସୁଛି। ବିଭିନ୍ନ ସ୍ଥାନରେ ରାସ୍ତାରେ ଯାଉଥିବା ଯାତ୍ରୀବାହୀ ଅଟୋର କ୍ଷମତାଠାରୁ ଅଧିକ ଲୋକଙ୍କୁ ନେଇଯାଉଥିବା ଗାଡ଼ି ଉପରେ ପୋଲିସ ପ୍ରଶାସନ ନଜର ଦେବାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ ପାଉଛି।